ओम नमो भगवते वासुदेवाय। ଆଜିର ଏଇ କବିତା ଆସରରେ ଉପସ୍ଥିତ ସମସ୍ତ ସାରସ୍ୱତ ପ୍ରେମୀ ଭାଇ ଓ ଭଉଣୀ ମାନଙ୍କୁ ମୁଁ ସର୍ବପ୍ରଥମେ ଅଭିନନ୍ଦନ ଜଣାଇବା ସହିତ ଏ କବିତା ଆସରକୁ ସମସ୍ତଙ୍କୁ ହୃଦୟର ସହିତ ସ୍ୱାଗତ କରୁଛି। ଗୁରୁଜନ ମାନଙ୍କୁ ମୋର ପ୍ରଣାମ ଜଣାଉଛି ଏବଂ କନିଷ୍ଠ ମାନଙ୍କୁ ମୋର ଶୁଭେଚ୍ଛା। ଯାହା ହଉ ଆଜି କବିତା ଆସର ପ୍ରତ୍ୟେକ ମାସରେ ଆମର ବିଭିନ୍ନ କାର୍ଯ୍ୟକ୍ରମର ଇଏ ହଉଛି ଏକ ଅଂଶ। ଆଜି କବିତା ଆସର ତ କାଲି ଗଳ୍ପ ଆସର, ତା ପର ଦିନ ସ୍ୱତନ୍ତ୍ର ଦିବସ, ଯେମିତି ସ୍ଵାଧୀନତା ଦିବସ, ଯେମିତି ସାବିତ୍ରୀ, ଏମିତି ସ୍ୱତନ୍ତ୍ର ଦିବସରେ ଆମର ବିଭିନ୍ନ କାର୍ଯ୍ୟକ୍ରମ ବି ଅନୁଷ୍ଠିତ ହଉଛି। ତା ବ୍ୟତୀତ ଭାଗବତଙ୍କ ଚର୍ଚ୍ଚା, ଗୀତା ପାରାୟଣ, ଆଉ ଏକପଦୀ ଆସର, ଏମିତି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଏ ପରିବାରର କାର୍ଯ୍ୟକ୍ରମ ଆଗେଇ ଚାଲିଛି। ଯାହା ହଉ ଆଜି ବଡ ଖୁସିର କଥା, କବିତା ଆସର ହେଇଛି। ଆମର କବି କବୟିତ୍ରୀ ଭାଇ ଭଉଣୀ ମାନେ ବହୁତ ଆଗ୍ରହ ସହିତ ଏଠାରେ ଆସି ଉପସ୍ଥିତ ହେଇଛନ୍ତି। ସେମାନଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି, ବିଦାୟ ନଉଛି। ଜୟ ଜଗନ୍ନାଥ, ସମସ୍ତଙ୍କୁ ପ୍ରଣାମ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ। ଜୟ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ ଭାଇ। ବହୁତ ସୁନ୍ଦର ଭାବରେ ସାହିତ୍ୟର ପରିଭାଷା ଏବଂ ସାହିତ୍ୟ ସମ୍ପର୍କରେ, ସାହିତ୍ୟର ଅତୀତ ଭବିଷ୍ୟତ ବର୍ତ୍ତମାନ ସମ୍ପର୍କରେ ଏବଂ ସାହିତ୍ୟ ରଚନା ସମ୍ପର୍କରେ, ସ୍ରଷ୍ଟା ସମ୍ପର୍କରେ, ସୃଷ୍ଟି ସମ୍ପର୍କରେ ଅତି ସୁନ୍ଦର ଭାବରେ ଆପଣ ଆପଣଙ୍କର ଆଜିର ଏ ସନ୍ଧ୍ୟା ଆସରରେ ବକ୍ତବ୍ୟ ଉପସ୍ଥାପନ କରିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ସାରସ୍ୱତ ପ୍ରଣାମ। ମୋର ଆଜିର ଏଇ କବିତା ଆସରରେ ମୋର କବିତା ବନ୍ଧୁତାର ବିବର୍ଣ୍ଣତା। ବନ୍ଧୁତାର ଅବସ୍ଥା ଯାହା, ସେଇ ଅବସ୍ଥାକୁ ନେଇ ମୁଁ ମୋର କବିତା ଟି ଲେଖିଛି। ସେଥିପାଇଁ କବିତା ଶୀର୍ଷକ ଦେଇଛି ବନ୍ଧୁତାର ବିବର୍ଣ୍ଣତା। ବନ୍ଧୁତାର ବନ୍ଧ ଭାଙ୍ଗି ଯାଉଛି ଭୁଷୁଡି, ବନ୍ଧୁତା ଆଖିରୁ ଲୁହ ପଡୁଅଛି ଝରି, କାହିଁ ବା ବନ୍ଧୁତା ଅଛି ଆଜି ପ୍ରେମମୟ, ସ୍ୱାର୍ଥ ବିଜଡ଼ିତ କାୟା ହେଉଛି ଅଥୟ, ସ୍ୱାର୍ଥ ବିଜଡ଼ିତ କାୟା ହେଉଛି ଅଥୟ। ବନ୍ଧୁତା ରହିଛି ଚାହିଁ ବିଷାକ୍ତ ଚାହାଣୀରେ, ଭରି ରହିଛି ବର୍ବରତା ତା ଚିନ୍ତା ଚେତନାରେ, ଚେତନା ପଡିଛି ବନ୍ଧା ସଂକୀର୍ଣ୍ଣତା ପାଖେ, ହରାଇଛି ଆତ୍ମୀୟତା ତା ଅସ୍ତିତ୍ୱ ବିଳପେ, ହରାଇଛି ଆତ୍ମୀୟତା ତା ଅସ୍ତିତ୍ୱ ବିଳପେ। ବିଦୀର୍ଣ୍ଣ ବନ୍ଧୁତା ପ୍ରାଣ କଲ ବଲ ହୁଏ, ଅସଲିକୁ ଚିହ୍ନୁ ଚିହ୍ନୁ ଆୟୁଷତା ଯାଏ, ଦିଗହରା ବନ୍ଧୁତାଟି ମନରେ ବିଷାଦ, ବିଷାଦେ ଯାଉଛି ଲେଖି ଯେତେ ତାର ଖେଦ, ବିଷାଦେ ଯାଉଛି ଲେଖି ଯେତେ ତାର ଖେଦ। ଆସ ହେ ବନ୍ଧୁତା ଫେରି ବାସ୍ତବତା ନେଇ, କଳଙ୍କିତ ପୃଷ୍ଠଭୂମି ଦେହଳିକୁ ଡେଇଁ, ଜାଳି ଦିଅ ବିଶ୍ୱାସ ଓ ପ୍ରୀତିର ଦିହୁଡ଼ି, ମଧୁମୟ ହେଉ ବିଶ୍ୱ ତା ପ୍ରସିଦ୍ଧି ଆସୁ ଫେରି, ମଧୁମୟ ହେଉ ବିଶ୍ୱ ତା ପ୍ରସିଦ୍ଧି ଆସୁ ଫେରି, ମଧୁମୟ ହେଉ ବିଶ୍ୱ ତା ପ୍ରସିଦ୍ଧି ଆସୁ ଫେରି। ଜୟ ଜଗନ୍ନାଥ। କବିତା ଶୀର୍ଷକ ଏଇଠି ଶେଷ ହେଲା। ଜୟ ଜଗନ୍ନାଥ, ଧନ୍ୟବାଦ। ସୁନ୍ଦର କବିତା। ଆପଣଙ୍କ କବିତା ସମସ୍ତଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଭାବ ଓ ଶବ୍ଦ ବହୁତ ମନଛୁଆ। ମୁଁ ପ୍ରତିମା ମାଉସୀଙ୍କୁ ଡାକିଦେବି, କାରଣ ମାଉସୀଙ୍କର ବେଳ ରଥ ରଥ ହେଉଛି। ତେଣୁ ମାଉସୀଙ୍କୁ ଡାକିଦେବି ଯେ ମାଉସୀ ଆଗ କବିତା ପଢି ଦିଅନ୍ତୁ। ହଁ, ମୁଁ ଟିକେ ପରେ ପଢିବି। ମୁଁ କବିତା ପାଇଁ ପ୍ରସ୍ତୁତ ନାହିଁ, ଖାଲି ଯୋଉ ଯୋଗ ଦେଇଛି। ମୁଁ ବାହାର କରୁଛି ଗୋଟେ କବିତା ପଢିବି। ଆଉ କାହା କୁହନ୍ତୁ? ମିଛମୟା ସଂସାର କେହି ନୁହେଁ କାହାର। ମୋ ପୁଅ ମାନେ ଘରୁ ଗଲେ ବୋହୂଙ୍କୁ ନେଇ, ମୋ ଝିଅ ଶାଶୁ ଘର ଯାଇଛି ବାହା ହୋଇ, ରେ କହ୍ନେଇ ମୋ ନାତି ନାତୁଣୀ ମାନେ ରହିଲେ ଦୂରେଇ, ରେ କହ୍ନେଇ ତୋ ଛଡ଼ା ଆମ ପାଖେ ଆଉ କେହି ନାହିଁ। ଏ ସଂସାରଟା ଗୋଟେ ପରା ମିଛ ମାୟାର, ଏ ମାୟା ସଂସାରରେ କେହି ନୁହେଁ କାହାର।
ତୋ ଚରଣେ ଶରଣ ଯାଉଛି ମୁହିଁରେ କହ୍ନେଇ। ଆମ ସୁଖ ଦୁଃଖ ଭଲ ମନ୍ଦ ବୁଝୁଥିବୁ ତୁହି ରେ କହ୍ନେଇ। ତୋ ଛଡ଼ା ଆମ ପାଖେ ଆଉ କେହି ନାହିଁ। ଜନମ କରମ ଆଉ ମରଣ କାଳେ ସମସ୍ତଙ୍କୁ ସାହା ଥାଉ ତୁ ସବୁବେଳେ। ମୋ ବାକି ଦିନ ବିତି ଯାଉ ତୋ ଗୁଣ ଗାଇ ଗାଇ ରେ କହ୍ନେଇ। ମୋ ପ୍ରାଣ ପକ୍ଷୀ ଉଡ଼ି ଯାଉ ତୋ ମୁହଁ ଚାହିଁ ରେ କହ୍ନେଇ। ତୋ ଛଡ଼ା ଆମ ପାଖେ ଆଉ କେହି ନାହିଁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଧନ୍ୟବାଦ ସମସ୍ତଙ୍କୁ ପ୍ରଣାମ। କବିତାର ସାର କିନ୍ତୁ ବହୁତ ବଢିଆ। ନିଜ ରକ୍ତ ବି ପର ହେଇଯାଏ କେବଳ ସଂସାରରେ କୃଷ୍ଣ ନାମ ହିଁ ଏକମାତ୍ର ସାର। ବହୁତ ସୁନ୍ଦର ଆପଣଙ୍କ କବିତାର ଭାବ। ଆଉ ସେଇ ଭାବ ସମସ୍ତଙ୍କ ଭିତରେ ଥିବ। ଆଉ ମୁଁ କଥାକୁ ଚର୍ବିତ ଚର୍ମଣା ନ କରି ଆମ ପରିବାରର ଲେଖିକା ଆଉ ଗାୟିକା ଆଉ କବୟତ୍ରୀ ଶ୍ରୀମତୀ ପ୍ରଣତୀ ମହାପାତ୍ରଙ୍କୁ ସ୍ଵାଗତ କରିବା ତାଙ୍କ କବିତା ସହ। ବହୁତ ବହୁତ ଧନ୍ୟବାଦ। ଯାହା ହଉ ଆଜିର କବିତା ଆସର ଅତି ସୁନ୍ଦର କବିତାରୁ ଅର୍ଜୁନ ଭାଇଙ୍କର କବିତାରୁ ଆରମ୍ଭ ହୋଇଛି। ମୋର କବିତାର ଶୀର୍ଷକ ଯୋଡୁଛି ବେନିକର। ଆତୁରେ ଡାକୁଛି ଶାନ୍ତେ ପଥ ଖୋଜୁଛି ମୁହିଁ। ଅମା ଅନ୍ଧକାରେ ଅଣ୍ଡାଳି ଅନ୍ଧ ଯାଉଛି ହୋଇ। ଆହା କହିବାକୁ କେ ନାହିଁ ନାହିଁ ସାହା ହେବାକୁ ଏ ଘୋର ବିପଦ ସମୟ କହିବି ମୁଁ କାହାକୁ। ଜୀବନ ଆଜି ବିପର୍ଯ୍ୟସ୍ତ ହୋଇଛି ଅସହାୟ ପାଶେ ନାହାନ୍ତି ମୋର କେହି ପ୍ରଭୁ ହୁଅ ସହାୟ। ଅଭିନୟ ଭରା ଛଳନା ପୂର୍ଣ୍ଣ ଏହି ସଂସାର। ସୁଖ ବେଳେ ସର୍ବେ ନିଜର ଏବେ କିଏ କାହାର। ରଙ୍ଗ ମଖା ଏହି ମଣିଷ ରକ୍ତ ମୁଖା ହୋଇଛି। ନିଜର ରକ୍ତ ସମ୍ପର୍କରେ କାଳି ବୋଳି ଦେଇଛି। ସ୍ପଷ୍ଟ ନୁହେଁ ସବୁ ଅସ୍ପଷ୍ଟ ଚିକଣିଆ ବଦନ ପାଇଗଲେ ଭୁଲି ଯାଉଛି ଅନ୍ଧ ସେ ପ୍ରତିକ୍ଷଣ। କାହିଁ ଗଲ କଳା କାହ୍ନୁଏ ଆସି ଦିଅ ଦର୍ଶନ। ଆହେ ମୋର ଦୀନ ବନ୍ଧୁ ହେ ଜଳେ ମହୁତାସନ। କୃପା କର କୃପା ସାଗର ଧୈର୍ଯ୍ୟ ବନ୍ଧ ଭାଙ୍ଗିଲା ଅରକ୍ଷିତ ଜନ ରକ୍ଷକ ଡାକ କି ନ ଶୁଭିଲା। ଆରତ ତ୍ରାଣ ହେ ମୁରାରି ଯୋଡୁଛି ବେନିକର। କର୍ଣ୍ଣ ଡେରିବାରେ ଶ୍ରବଣ କର ପ୍ରଣତି ଗିର। ଆତୁରେ ଡାକୁଛି ଶାନ୍ତେ ପଥ ଖୋଜୁଛି ମୁହିଁ। ଅମା ଅନ୍ଧକାରେ ଅଣ୍ଡାଳି ଅନ୍ଧ ଯାଇଛି ହୋଇ। ଜୟ ଜଗନ୍ନାଥ। ସମସ୍ତଙ୍କୁ ପ୍ରଣାମ। ବହୁତ ସୁନ୍ଦର ବହୁତ ସୁନ୍ଦର। ମୁଁ କିନ୍ତୁ ଆପଣଙ୍କ କବିତା ପାଇଁ ପଦେ ନିଶ୍ଚୟ ରଖିବି, ଜମା ସମୟ ନେବିନି। ଫୁଲ ଖୋଜେ ଭ୍ରମରର ଠିକଣା, ନଦୀ ଖୋଜେ ସାଗରର ଠିକଣା, କବି ଖୋଜେ କଳ୍ପନାର ଠିକଣା, ହେ ପ୍ରଭୁ ମୁଁ ଖୋଜେ କେବଳ ତୁମରି ଠିକଣା। ବହୁତ ସୁନ୍ଦର ଭାବ ଗର୍ଭକ କବିତା। ଆପଣଙ୍କ କବିତା ସମସ୍ତଙ୍କୁ ନିଶ୍ଚୟ ଭାବରେ ବିଭୋର କରିଥିବ। ବହୁତ 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 ଭଲ। ଧନ୍ୟବାଦ। ବହୁତ ଭାବ ଭକ୍ତି ପୂର୍ଣ୍ଣ କବିତାଟିଏ। ପ୍ରଣତୀ ଭଉଣୀଙ୍କର କଣ୍ଠଟା ବି ସ୍ୱର ଏତେ ସୁନ୍ଦର ମାନେ ଜାଣିନଥିଲି। ହଁ ହଁ ବଢିଆ ସ୍ୱର। ହଁ ରୀତା ମୁଁ ଏବେ ପଢୁଛି। ଆଜ୍ଞା ମାଉସୀ ପଢିଦିଅନ୍ତୁ।
हाँ ठीक अच्छे मोर तो ମୁଁ ଲେଖିନି କିଛି ଖାଲି ଗୋଟେ ପୁରୁଣା ଇଏର ପଢି ଦଉଛି ଆଉ ମୋର କବିତା ଶୀର୍ଷକ ହେଲା ପରମାତ୍ମା। ପରମାତ୍ମା ପରଂ ବ୍ରହ୍ମ ସୃଷ୍ଟିକର୍ତ୍ତା ପରମେଶ୍ୱର ନାମରେ ବ୍ୟାପୀ ରହିଛନ୍ତି ତିନି ଭୁବନରେ ଅଦୃଶ୍ୟ ଶକ୍ତି ରୂପରେ। ଆତ୍ମା ଆଉ ପରମାତ୍ମା ମିଳନରେ ନିର୍ବାଣ ମୁକ୍ତି ମିଳଇ ମନୁଷ୍ୟ ଜୀବନ ହୁଅଇ ସାର୍ଥକ ବୈକୁଣ୍ଠପୁରେ ବସଇ। ଶୁଦ୍ଧ ଚିତ ହୋଇ ପରମାତ୍ମାଙ୍କର କରୁଥିଲେ ଆରାଧନା ସଂସାର ସାଗର ପାରି ହୋଇ ଯିବ ଭୋଗିବ ନାହିଁ ଯାତନା। ଆତ୍ମା ଆଉ ପରମାତ୍ମା ଯେ ଅଟନ୍ତି ଶରୀରେ ଜୀବ ପରମା ଜ୍ଞାନୀ ଗୁଣୀ ଜନ ବୁଝି ପାରିଥାନ୍ତି ଜାତ ହୁଏ ନାହିଁ ଭ୍ରମ। ସକଳ ଘଟରେ ଛନ୍ତି ବିଦ୍ୟମାନ ତାଙ୍କ ମାୟା ଗୋଚର ପରମାତ୍ମାଙ୍କର ଅଭୟ ପଞ୍ଜରେ ଲୀନ ହେଉଏ ଶରୀର ପ୍ରଭୁ ଲୀନ ହେଉଏ ଶରୀର। ଜୟ ଜଗନ୍ନାଥ। ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ ମାଉସୀ, ବହୁତ ସୁନ୍ଦର ଆତ୍ମା ଆଉ ପରମାତ୍ମାର କଥା ଆପଣଙ୍କ କବିତାରେ, ଯାହାକି ଆମେ ଭାଗବତରେ ପଢୁଛୁ, ଗୀତାରେ ପଢୁଛୁ। ତା ଦ୍ୱାରା ମନୁଷ୍ୟ ମୋହ ଛାଡି ଟିକେ ଭଗବାନଙ୍କ ଆଡକୁ ଆଗେଇବ ଯେ ଜୀବନ କିଛି ନୁହେଁ, ସେଇ ସବୁ ପରମାତ୍ମାଙ୍କର ଅବଦାନ ଆପଣଙ୍କ କବିତାରେ ଖୁବ ସୁନ୍ଦର ଭାବ ଥିଲା। ବହୁତ ବହୁତ ଧନ୍ୟବାଦ। ଯେତେବେଳେ ଆମ ଦେଶରେ ଜନସଂଖ୍ୟାର ବିସ୍ଫୋରଣ ଦେଖାଦେଲା, ନାଦି ସମସ୍ୟା ଦେଖାଦେଲା, ସେତେବେଳେ ଆମ ସରକାର ଜନ୍ମ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର ଯୋଜନା କଲେ। ଯେଉଁମାନଙ୍କର ଆମେ ଦୁଇ ଆମର ଦୁଇ ଏହି ନୀତିରେ ଯେଉଁମାନଙ୍କର ଦୁଇଟି ସନ୍ତାନ ବା ଗୋଟିଏ ସନ୍ତାନରେ ସେମାନଙ୍କୁ ଜମି ଭୂମି ଦେବାର ପ୍ରୋତ୍ସାହନ ମଧ୍ୟ ଦେଖେଇଥିଲେ। ରେ ଡାଲ ଖାଇରେ ଭାରତ ଦେଶ ଆମର ସ୍ୱର୍ଗପୁର, ସବୁ ଦେଶ ଠାନୁ ଭାରି ସୁନ୍ଦର, ରୂପାର ମୁକୁଟ ମୁଡେ ତାହାର, ପାଦ ଧଉଅଛେ ନୀଳ ସାଗର, ବନ ପାହାଡ଼ ଝରଣା ନଈ, ଶୋଭାରେ ତାହାର ତୁଳନା ନାହିଁ। নানা জাতির ফুল মহকে, নানা জাতির ফুলে মহকে, তার ফলে বড় কেমন হর ক্যান্ডাল খাই রে, ডাল খাই রে, ডাল খাই রে, এ দেশ আমার জন্মভূমি, মା ଲେଖେ ଆମକୁ ପାଳୁଅଛଇ, ସୁଆଦିଆ ଫଳ ଶସ୍ୟ ଭଣ୍ଡାର, ପରଷି ଦେଉଛେ କେତେ ପ୍ରକାର, ଖଣି ଖାଦାନ ନାନା ରତନ, ସାଇତି ରଖିଛେ କରି ଯତନ, ଅଯାଚିତେ ଯାଚି ଦଉଛେ, ଯାହାକେ ଯେତେ କହେମି କେତେ କ୍ୟାଣ୍ଡାଲ ଖାଇରେ, ଡାଲ ଖାଇରେ, ଡାଲ ଖାଇରେ, ଅଭାବ କାଣ ଆମେ ଜାଣିନି ଥିଲୁ, ମୁଠେ ଖାଇ ସୁଖେ ଶାନ୍ତିରେ ଥିଲୁ, ସରି ଯାଉଅଛେ ସବୁ ସମ୍ବଳ, ଆଗାମୀ ପିଢ଼ି ହେବେ କଲବଲ, ଜନସଂଖ୍ୟା ବୃଦ୍ଧି ସବୁରି ମୂଳ, ଆସିଛେ ବେଲ ହୁଅ ଚଞ୍ଚଳ, ନିହେଲେ ବୁଡ଼ିବା ଭେଲା ଆମର, କର ପ୍ରତିକାର ଡେରିନି କର ଡାଲ ଖାଇରେ, ଡାଲ ଖାଇରେ, ଡାଲ ଖାଇରେ, ଆମ ସରକାର କଲେ ଆଇନ, ଜନସଂଖ୍ୟା ନିୟନ୍ତ୍ରଣ ନାମେଣ, ବିବାହ ବୟସ 18 କଲେ, ଆମେ ଦୁଇ ଆମର ଦୁଇ କହିଲେ, ଡିହ ବାଡ଼ି ଚାକିରି ପ୍ରୋତ୍ସାହନ, ଦେଲେ କେତେ ପ୍ରତିଶ୍ରୁତି ମାନ, ଦେଲେ କେତେ ପ୍ରତିଶ୍ରୁତି ମାନ ଭଣ୍ଡୁର ହେଲା, ଜନସଂଖ୍ୟା ବୃଦ୍ଧି ପ୍ରବଳ ହେଲା ଡାଲ ଖାଇରେ, ହାତ ଯୋଡ଼ି କରି କହୁଛେ ମୁଇଁ, ଜନସଂଖ୍ୟା ବୃଦ୍ଧି କି ଭୟଙ୍କର, ବେଲ ଥାଉଁ ଉପାୟ କର, ପ୍ରତିଶ୍ରୁତିରେ ନ ଭଲାଓ ମନ, ଜନସଂଖ୍ୟା କର ନିୟନ୍ତ୍ରଣ, ଯଦି ଚାହୁଁଥାଅ ଦେଶର ମଙ୍ଗଳ, ଜନମନ୍ତ୍ରୀଙ୍କର
जन्म नियंत्रण करो सफल का डाल खाई रे। जय जगन्नाथ। प्रणाम समस्त अभिनंदन। बहुत बहुत धन्यवाद। ଡାଲଖାଇ ବହୁତ ସୁନ୍ଦର ଭାବରେ କହିଲେ କି ମୋ ଜନସଂଖ୍ୟା ନିୟନ୍ତ୍ରିତ ହେଲେ ହିଁ ଆମେ ସୁନ୍ଦର ଭାବରେ ବଞ୍ଚି ପାରିବୁ। ହୁ ହୁ ହିଁ ବଢୁଛି ଜନସଂଖ୍ୟା। ଚାକିରି ନାହିଁ ଚାକିରି ବାକିରି କେମିତି ମିଳିବ? ଏତେ ସବୁ ଜନସଂଖ୍ୟା ବଢିଗଲେ। ବହୁତ ସୁନ୍ଦର ଥିଲା ଆପଣଙ୍କ କବିତାରେ ବାର୍ତ୍ତା। ପ୍ରଣାମ। ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ। ଖୁବ୍ ସୁନ୍ଦର ଭାବରେ ଆସରକୁ ପରିଚାଳନା କରୁଥିବାରୁ ତୁମକୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ଯାହା ବି ହଉ, ମୁଁ ସେତେବେଳେ ମନେ ପକାଇଥିଲି ଯେ ତୁମକୁ ଡାକିବା ପାଇଁ। ଯାହା ହଉ, ଆମେ କାର୍ଯ୍ୟକ୍ରମରେ ଆଜି ଶୁଣିବା। ଏବେ ଶୁଣିବା ଯିଏ ଆମକୁ ଏତେ ସୁନ୍ଦର ଭାବରେ ଶବ୍ଦର ସୁବାସିତ କରିଦେଉଥିଲେ ଆମର ଏ ଆସରକୁ, ଆମର ପ୍ରିୟ ଭଉଣୀ ରୀତା ଅପରାଜିତା ମହାନ୍ତି ମହୋଦୟା। ମୁଁ ତାଙ୍କୁ ନିବେଦନ ରଖିବି ଆଜିର କାର୍ଯ୍ୟକ୍ରମ ସେ ତାଙ୍କର କବିତା ସହ ଏ କାର୍ଯ୍ୟକ୍ରମକୁ ଆଗକୁ ନେବେ। ସୁସ୍ୱାଗତ ଭଉଣୀ, ସୁସ୍ୱାଗତ। ଧନ୍ୟବାଦ ଆପା। କବିତାର ଶୀର୍ଷକ ବଉଲ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ଗୋଟେ ନାରୀର ଅନ୍ତର୍ଦ୍ୱନ୍ଦ। ବଉଲ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି, ଆଖିର ଲୁହ ଆଖିରେ ମରେଲୋ ବୋଉ, ଆଖିର ଲୁହ ଆଖିରେ ମରେଲୋ ବୋଉ, କେତେ ସରାଗରେ ଘରର ଶୋଭା ବଢେଇବି ବୋଲି ସରସିର ପଦ୍ମଟିଏ ତୋଳୁଥିଲି ବଉଲ, ହେଲେ କଣ କରିବି ବୋଉ ପଦ୍ମ ଖାଲି ଘୁଞ୍ଚି ଘୁଞ୍ଚି ଯାଉଛି, ହେଲେ କଣ କରିବି ବୋଉ ପଦ୍ମ ଖାଲି ଘୁଞ୍ଚି ଘୁଞ୍ଚି ଯାଉଛି, ସଭିଏ କରିବେ ବୋଲି ଆଦର ସହିଗଲି ଶାଶୁଙ୍କ ଗଞ୍ଜଣା ନଣନ୍ଦଙ୍କ ଉଲୁଗୁଣା, ସଭିଏ କରିବେ ବୋଲି ଆଦର ସହିଗଲି ଶାଶୁଙ୍କ ଗଞ୍ଜଣା ନଣନ୍ଦଙ୍କ ଉଲୁଗୁଣା, ବଉଲ ତୁ ଦିନେ କହିଥିଲୁ ନା ସଂସାର ଭିତରେ ଘର କରିଲେ ପଥର ପଡ଼ିଲେ ସହି ନେବା ପାଇଁ, ସୀତା ପରି ଅଗ୍ନି ପରୀକ୍ଷା ବି ଥିଲା ମୋ ଭାଗ୍ୟରେ, ଘରର ସ୍ତ୍ରୀ ପାଇଁ ଲକ୍ଷ୍ମୀଙ୍କ ସନ୍ତୁଷ୍ଟି ପାଇଁ ମୁଁ କରେ ଗୁରୁବାର, ପୁଣି ଲକ୍ଷ୍ମୀ ମାଙ୍କ ପରି 9 ତିଅଣ 6 ଭଜା ବାଢି ଦିଏ ମୋ ପରିବାରକୁ, ଆଶା କେବଳ ସେମାନେ ବୁଝିପାରିବେ ମୁଁ ବି ସ୍ନେହ ଆଉ ଆଦରର ଯୋଗ୍ୟା, ସଭିଏ କେବେ ମୋ ଓଠର ନୁହେଁ ମୋ ମନ ଭିତରର ଭାଷା ବୁଝିବେ, ସ୍ୱାମୀ ଯେବେ କହିଦେବେ ମୋ ସୁନା ସ୍ତ୍ରୀ ନେଇ ମୋ ଘର ହୋଇଛି ସ୍ୱର୍ଗ ପରି, ଏତିକି କଥାରେ ମତେ ମିଳିଯିବ ମୋର ସକଳ ସୁଖ, ମୋ ପଦ୍ମ ସେତିକି ବେଳେ ମୋ ହାତ ପାହାନ୍ତାରେ ଥିବ, ବଉଲ ମୋ ପଦ୍ମ ଖାଲି ଘୁଞ୍ଚି ଘୁଞ୍ଚି ଯାଉଛି ମୋ ସରି ଯାଉଥିବା ଆୟୁଷ ସହ, ବଉଲ ମୋ ପଦ୍ମ ଖାଲି ଘୁଞ୍ଚି ଘୁଞ୍ଚି ଯାଉଛି ମୋ ସରି ଯାଉଥିବା ଆୟୁଷ ସହ। ପ୍ରଣାମ। ଜୟ ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର କବିତା। ସଂସାର ସିନ୍ଧୁ ରୂପେଣ ମୀନ ରୂପେଣ ମାନବା ଜଞ୍ଜାଳ ଜାଲ ରୂପେଣ କାଳ ରୂପେଣ ଧୀବରା, ମନ ଚାହୁଁଥାଏ କହିବାକୁ ଅନେକ କଥା କିନ୍ତୁ ଓଠ କହିପାରେ ନାହିଁ, ସେଥିପାଇଁ ପଦଟିଏ ମୁଁ ରଖେ ସବୁବେଳେ। ସମସ୍ତେ ବୋଧହୁଏ ଜାଣିଥିବେ ମୋର ଏ ପଦଟାକୁ ସମସ୍ତେ ଘୋଷି ନେଇଥିବେ। ମନ ବେଦ ଚାହୁଁଥାଏ କହିବାକୁ କିଛି ଓଠ କହିପାରେ ନାହିଁ, ଓଠ ଯଦି କେବେ କହିଦିଏ ବ୍ୟଥା ସମ୍ପର୍କ ଯାଏ ଦୂରେଇ, ତେଣୁ ଯାହା ବି ହଉ ସବୁ ପରେ ବି ନୀତି ଦେଖୁଥିଲି ନୀତି ଖୋଜୁଥିଲି ଉପସ୍ଥିତି ଲଭୁଥିଲି, ନୀତି ଦେଖୁଥିଲି ନୀତି ଖୋଜୁଥିଲି ଉପସ୍ଥିତି ଲଭୁଥିଲି, ତୋତେ ଦେଖୁ ଦେଖୁ ତୋତେ ଖୋଜୁ ଖୋଜୁ ରାସ୍ତାଘାଟ ଭୁଲିଗଲି, ଏଣେ ତେଣେ ଚାହୁଁଥିଲି ମୁଁ ଏଣେ ତେଣେ ଚାହୁଁଥିଲି, ନିରାଶା ମନରେ ନେତ୍ର ଲୋତକରେ ତୋ ନାମକୁ ଭଜୁଥିଲି, ସେଇ ପରମ ବ୍ରହ୍ମଙ୍କର ପରମାତ୍ମାଙ୍କର ସେଇ ପରମ ପ୍ରେମମୟ ଅନିତ୍ୟ ସେ ସଂସାର ସାଗରର ଏ ସଂସାରର ସୃଷ୍ଟିକର୍ତ୍ତାଙ୍କର ସେ ପରମ ବ୍ରହ୍ମଙ୍କର ନାମକୁ ଆମେ ସର୍ବଦା ହିଁ ଭଜନ କରିବା। ସବୁ କାର୍ଯ୍ୟର ଆରମ୍ଭ ଆଉ ଶେଷ ସେଇ ଓଙ୍କାର ନାଦ ଧ୍ୱନି ସହ ଓಂ ନମୋ ଭଗବତେ ବାସୁଦେବାୟ। ବହୁତ ସୁନ୍ଦର କବିତା। ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ଅପା ଆପଣଙ୍କର ସୁନ୍ଦର ସମୀକ୍ଷା ପାଇଁ, ସୁନ୍ଦର ପ୍ରେରଣା ପାଇଁ। ମୁଁ ବର୍ତ୍ତମାନ ଅକ୍ଷୟମାଳା ମାଉସୀଙ୍କୁ ଅନୁରୋଧ କରିବି ତାଙ୍କ କବିତା ପଢିବା ପାଇଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୋର କବିବନ୍ଧୁ ପରିବାରର ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଏବଂ ସମ୍ପୂର୍ଣ୍ଣ ଅଭିନନ୍ଦନ। ମୋର ଶୀର୍ଷକ ହେଉଛି ମୋ କଳା ଠାକୁର। ସେଇ କଳା ଠାକୁର ପାଇଁ ତ ଦୁନିଆ ଚାଲିଛି, ଆଉ କଣ କରିବା, ତାଙ୍କୁ ସ୍ମରଣ କରି କିଛି ଲେଖିଦେଇଛି। ମୋ କଳା ଠାକୁର ଶୁଣ ଦେଇ ମନ, ଡାକୁଛି ମୁଁ ନିରନ୍ତର, କାହିଁ ଶୁଣୁନାହୁଁ ଡାକ ତୁମୋର, ଥକି ଡାକେ ଥର ଥର, ଯେଉଁ ରୂପ ଦେଖେ ଦୁଇ ନୟନରେ ସେ ତୁ ଅଟୁ ଦାରୁ ବ୍ରହ୍ମ, ଯେଉଁ ରୂପ ଦେଖେ ଦୁଇ ନୟନରେ ସେ ତୁ ଅଟୁ ଦାରୁ ବ୍ରହ୍ମ,
सपने देखई ସେହି ରୂପ ପୁଣି ଅପରୂପ ପରମ ବ୍ରହ୍ମ ଦିବ୍ୟ ଦୃଷ୍ଟି ଯେଣୁ ନାହିଁ ତ ମୋହର ଦେଖେ ଅଧା ଗଢ଼ା ରୂପ ସେ ଦୃଷ୍ଟିଟି କିଏ କୃପା କଲେ ପ୍ରଭୁ ଦେଖିବି ମୁଁ ବିଶ୍ୱରୂପ ସେ ଦୃଷ୍ଟିଟି କିଏ କୃପା କଲେ ପ୍ରଭୁ ଦେଖିବି ମୁଁ ବିଶ୍ୱରୂପ ଜଗତରେ ନାହିଁ ତୋ ପରି ଠାକୁର ମନକୁ ନିଅଇ ଟାଣି ତୁହି ଏକା ସାହା ପ୍ରଭୁ ଚଉବାହା ଶ୍ରୀକ୍ଷେତ୍ର ମଉଡ଼ମଣି ତୁହି ଏକା ସାହା ପ୍ରଭୁ ଚଉବାହା ଶ୍ରୀକ୍ଷେତ୍ର ମଉଡ଼ମଣି ଅଭିମାନ ଭରା କଣ୍ଠରେ ଡାକୁଛି ଶୁଣ ବାରେ ଡାକ ମୋର ଜୀବନ ନେ ମୋ ତୋର ଚରଣରେ ଏତିକି ବିନତି ମୋର ଜୀବନ ନେ ମୋ ତୋର ଚରଣରେ ଏତିକି ବିନତି ମୋର ମୋ କଳା ଠାକୁର ଶୁଣ ଦେଇ ମନ ଡାକୁଛି ମୁଁ ନିରନ୍ତର କାହିଁ ଶୁଣୁନାହୁଁ ଡାକ ତୁମୋହର ଥକି ଡାକେ ଥର ଥର ବୟସ ବଢୁଛି ନାଟକ ସରୁଛି ଶେଷ ଦୃଶ୍ୟ ଅଛି ବାକି ବୟସ ବଢୁଛି ନାଟକ ସରୁଛି ଶେଷ ଦୃଶ୍ୟ ଅଛି ବାକି ପାପ କରିଛି କି ପୁଣ୍ୟ ମୁଁ କରିଛି ସାଥୀ ଏକା ତୋର ଆଖି ପାପ କରିଛି କି ପୁଣ୍ୟ ମୁଁ କରିଛି ସାକ୍ଷୀ ଏକା ତୋର ଆଖି ହେ ପ୍ରଭୁ ମୋତେ ତୁ ପରୀକ୍ଷା କରୁଛୁ ଆହେ ନୀଳାଦ୍ରି ଗୋସାଇଁ ତୋର ଇଚ୍ଛା ବିନା କିଛି ହୁଏ ନାହିଁ କରି କରାଉ ତ ତୁହି ତୋର ଇଚ୍ଛା ବିନା କିଛି ହୁଏ ନାହିଁ କରି କରାଉ ତ ତୁହି ମୋ କଳା ଠାକୁର ଶୁଣ ଦେଇ ମନ ଡାକୁଛି ମୁଁ ନିରନ୍ତର ଡାକ ଶୁଣୁନାହୁଁ କାହିଁକି ମୋହର ଡାକି ଥାଏ ଥର ଥର ନିଶ୍ୱାସରେ ରଖି ତୋହରି ବିଶ୍ୱାସ ଏହି ମାଗୁଣି ତୋ ଦ୍ୱାରେ ଜୀବନ ନେ ମୋ ତୋର ଚରଣରେ ଆତ୍ମା ଯାଉ ତୋ ପାଖରେ ଜୀବନ ନେ ମୋ ତୋର ଚରଣରେ ଆତ୍ମା ଯାଉ ତୋ ପାଖରେ ହେ କଳା ଠାକୁର ଶରଣ ରକ୍ଷଣ ଶ୍ରୀପଦେ ଦେ ତୁ ସ୍ଥାନ ପ୍ରତି ଜନମରେ ତୋର ସାଥେ ମୋର ରଖିବି ଭାବ ବନ୍ଧନ ରଖିବି ଭାବ ବନ୍ଧନ ରଖିବି ଭାବ ବନ୍ଧନ ଜୟ ଜଗନ୍ନାଥ ବହୁତ ସୁନ୍ଦର ଭାବ ଭକ୍ତିରେ କଳା ଠାକୁରଙ୍କୁ ଡାକିଦେଲେ ଆଉ ସିଏ ଶୁଣିବେନି କୁଆଡେ ଯିବେ ସେ ତ ଭକ୍ତର ପ୍ରଭୁ ନିଶ୍ଚୟ ଶୁଣିବେ ମାଉସୀଙ୍କ ସବୁ କିଛି ତ କଷଣ ନାହିଁ ସବୁ ପୁରା ବହୁତ ଆଜି ଦିଦିଙ୍କୁ ଅନୁରୋଧ କରିଥିଲି ତେଣୁ ବହୁତ ଧନ୍ୟ ମନେ କରୁଛି ଆଜି ମୁଁ ଯୋଗ ଦେଇଛି ମୋର କବିତାର ଶୀର୍ଷକ ଗଧ ପ୍ରକୃତରେ ଗଧ ଶବ୍ଦଟି ଗୋଟେ ପ୍ରତୀକାତ୍ମକ ଶବ୍ଦ ମୁଁ 3 ଜଣଙ୍କୁ ନେଇଛି ତେଣୁ ଗଧ କହିଲେ ସେମାନେ ଗଧ ନୁହଁ କିନ୍ତୁ ଯେହେତୁ ଗୋଟେ ପ୍ରତୀକାତ୍ମକ ମୁଁ ନେଇଛି ଗଧ ଶୀର୍ଷକଟି ପ୍ରଥମେ ବାପା ତ ସେତୁଟିଏ କଳ୍ପନାର ବିରାଟ ସେତୁଟିଏ ଆଖି ପାଉନଥିବା ଆଶାର ମହଲଟିଏ ଗଢ଼ିବାକୁ କଳ୍ପନାର ବିରାଟ ସେତୁଟିଏ ଆଖି ପାଉନଥିବା ଆଶାର ମହଲଟିଏ ଗଢ଼ିବାକୁ ଖରା ବର୍ଷା ଶୀତ କାକରକୁ ପରୱା ନ କରି ଦୁଇ ପ୍ରାଣୀ କୁଟୁମ୍ବ ମୁହଁରେ 2 ଢୋକ ତୋରାଣି ବାଣ୍ଟିବାକୁ ଅସୁମାରୀ ସ୍ୱପ୍ନ ନେଇ ସେ ମଣିଷଟା
ଗଧ ପରି କଟୁଥାଏ। ତାପରେ ହଡ଼ା ବଳଦ, ନିଜ ପାଇଁ କିଛି ନୁହେଁ ଯାହା କରିଥାଏ, ମାଲିକ କ୍ଷେତରେ ଓଦାମାଟି କମାଣ କରିବାରେ, ପାଞ୍ଚଣ ମାଡ଼ରେ ହତାକ୍ତ ହେବାରେ, ଗଧ ପରି ଖଟି ଖଟି ମଲା ପରେ ଆପଣାର ଗଣ୍ଠି ହାଡ଼ ମାଲିକ କ୍ଷେତରେ ଖତ ହୋଇଯାଏ। ତାପରେ ରିକ୍ସାବାଲା, ନିଜର ନିଶ ଥାଇ ବି ସେ ନିଶର ଦମ କିଛି ନଥାଏ। ନିଜର ନିଶ ଥାଇ ବି ସେ ନିଶର ଦମ କିଛି ନଥାଏ। ନିଷ୍ଠୁର ଖରାରୁ ମୁକ୍ତି ପାଇବାର ଯନ୍ତ୍ରଟିଏ ଧରିଥିଲେ ବି ନିଷ୍ଠୁର ଖରାରୁ ମୁକ୍ତି ପାଇବାର ଯନ୍ତ୍ରଟିଏ ଧରିଥିଲେ ବି ସେ ଅହରହ ମଧ୍ୟାହ୍ନରେ ଜଳୁଥାଏ। ଦେହରୁ ତାର କଞ୍ଚା ଝାଳ ଥକି ନ ଯାଇ ପରକୁ ସଠିକ୍ ରାସ୍ତାରେ ପହଞ୍ଚାଇ ଦେବାର ସ୍ୱପ୍ନଟିଏ ନେଇ ନିଜେ ଗଧ ପରି ଖଟୁଥାଏ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ଏମାନେ ଗଧ ନୁହନ୍ତି, ଏମାନେ ନଥିଲେ ହୁଏତ ପିଲାମାନେ ସନ୍ତାନ ମାନେ ଆକାଶକୁ ନିଶୁଣି ବାନ୍ଧି ପାରନ୍ତେନି ଆଉ ବଡ ହେଇ ପାରନ୍ତେନି। ବାପା ଭଳି ଗଧ ନଥିଲେ ଆଉ ବଳଦ ବି ନଥିଲେ ଆମେ ହୁଏତ କ୍ଷେତରୁ ଶସ୍ୟ ପାଇ ପାରନ୍ତୁନି। ଆଉ ରିକ୍ସା ବାଲା ସେ ନିହାତି ଜରୁରୀ। ହୁଏତ ଆଜିକାଲି ଅନଲାଇନରେ ଅଟୋଠୁ ରାପିଡୋ ଯାଏଁ ସବୁ ମିଳିଯାଉଛି, କିନ୍ତୁ ରିକ୍ସା ବାଲା ଯିଏକି ନିଜ ଅତ୍ୟନ୍ତ ପରିଶ୍ରମ କରି ରିକ୍ସା ଟା ଜାଣେ ତା କଷ୍ଟ ସେ ବୁଝେ। ବହୁତ ବହୁତ ସାଧୁବାଦ। ନିଆରା ଆଉ ବାସ୍ନାବ କବିତାଟିଏ, ଆଉ ବାସ୍ତବ ଆପଣଙ୍କ କବିତାରେ ପ୍ରଚ୍ଛନ୍ନ ଥିଲା, ତ ମୁଁ ବହୁତ ବହୁତ ସାଧୁବାଦ ଜଣେଇବି। ଆପଣଙ୍କୁ ଆଉ ମଧ୍ୟ ଧନ୍ୟବାଦ। କରିବି ଶେଷ ଯାଏଁ ନିଶ୍ଚୟ ରହିବି। ହେମନ୍ତ ଭାଇଙ୍କୁ ଅନୁରୋଧ କରିବି ତାଙ୍କ କବିତାଟା ପରିବେଷଣ କରିବା ପାଇଁ। ସମସ୍ତଙ୍କୁ ସପ୍ରେମ ସାଇରାମ। ମୋର କବିତା କି ମୋବାଇଲ ଯୁଗ ହେଇଛି। ଏ ଟିକି ଛୁଆଟିର ଟିକି ମନଟିକୁ ମୋବାଇଲ କିଣି ନଉଛି। ବାପା ବୋଉ ଭାଇ ଭଉଣୀ କି ଛାଡ଼ି ସେ ଖାଲି ମୋବାଇଲ ପଛେ ଧାଇଁଛି। ଭାଇ ଏ କି ମୋବାଇଲ ଯୁଗ ହେଇଛି, ଭାଇ କି ମୋବାଇଲ ଯୁଗ ହେଇଛି। ମୋବାଇଲ ଧରି ଭଲ ମଣିଷଟା, ମୋବାଇଲ ଧରି ଭଲ ମଣିଷଟା କେତେ ଡାହା ମିଛ କହୁଛି। ସେ ଭଦ୍ରକରେ ଥିଲେ ବାଲେଶ୍ୱରରେ ଅଛି ସେ ଉତ୍ତର ଦେଉଛି। କି ମୋବାଇଲ ଯୁଗ ହେଇଛି, ଭାଇ କି ମୋବାଇଲ ଯୁଗ ହେଇଛି। ନିର୍ଲଜ୍ଜାରେ ଯିଏ ଏକ ନମ୍ବର ସିଏ ଫେସବୁକରେ ଆଗେ ରହୁଛି। ନିର୍ଲଜ୍ଜାରେ ଯିଏ ଏକ ନମ୍ବର ସିଏ ଫେସବୁକରେ ଆଗେ ରହୁଛି। ଅର୍ଦ୍ଧ ଲଗ୍ନ ଫଟୋ ପୋଷ୍ଟ କରି ଓଲଟା ଲାଇକ୍ କରିବାକୁ କହୁଛି। କି ମୋବାଇଲ ଯୁଗ ହେଇଛି, ଭାଇ କି ମୋବାଇଲ ଯୁଗ ହେଇଛି। ବଡ଼ ଥାଉ ଥାଉ ସାନ ଭଉଣୀଟା ଘରୁ ଗୋଡ଼ କାଢି ଯାଉଛି। ନୂଆ ଯୌବନରେ ପାଦ ଦେଇଥିଲା, ଏଇ ମୋବାଇଲ ତାକୁ ଖାଇଛି। କି ମୋବାଇଲ ଯୁଗ ହେଇଛି, ଭାଇ କି ମୋବାଇଲ ଯୁଗ ହେଇଛି। ବିଦେଶରୁ ସ୍ୱାମୀ ସ୍ତ୍ରୀ ସହ କଥା ହେବା ପାଇଁ ତାକୁ ମୋବାଇଲ କିଣି ଦେଇଛି। ସେଇ ମୋବାଇଲରେ ଚାଟିଂ କରି ସ୍ତ୍ରୀ ପର ପୁରୁଷକୁ ନେଇ ଯାଉଛି। କି ମୋବାଇଲ ଯୁଗ ହେଇଛି, ଭାଇ କି ମୋବାଇଲ ଯୁଗ ହେଇଛି। ବୋହୁରାଣୀ ଏବେ ରୋଷେଇ ଘରକୁ ନୂଆ ମୋବାଇଲ ନେଇ ଯାଉଛି। ବୋହୁରାଣୀ ଏବେ ରୋଷେଇ ଘରକୁ ନୂଆ ମୋବାଇଲ ନେଇ ଯାଉଛି। ନାନା ପ୍ରକାରର ସୁଆଦିଆ ରାନ୍ଧଣା ସବୁ ୟୁଟ୍ୟୁବରୁ ପାଉଛି। କି ମୋବାଇଲ ଯୁଗ ହେଇଛି, ଭାଇ କି ମୋବାଇଲ ଯୁଗ ହେଇଛି। ଲଜ୍ଜା ସରମ କେତେ ହୀନ କର୍ମ ସବୁ ମୋବାଇଲ ଯୋଗେ ହେଉଛି। ଲଜ୍ଜା ସରମ କେତେ ହୀନ କର୍ମ ସବୁ ମୋବାଇଲ ଯୋଗେ ହେଉଛି। ନୂଆ ବୁଭା ହୋଇ ସ୍ୱାମୀ ସ୍ତ୍ରୀର ସଙ୍ଗତେ କେତେ ବେସରମ ଫଟୋ ଦେଉଛି। କି ମୋବାଇଲ ଯୁଗ ହେଇଛି, ଭାଇ କି ମୋବାଇଲ ଯୁଗ ହେଇଛି। ସେଇ ମୋବାଇଲ ନମ୍ବର ଯଦି ସାଇବର ଠକ ପାଉଛି, ଟୋଟାଲ ଟଙ୍କା ଲୁଟି ଦେଇ ଲୁଟି ନେଉଅଛି। ଶେଷରେ ସେ ଗରିବ ଜୀବନ ଯାଉଛି। କି ମୋବାଇଲ ଯୁଗ ହେଇଛି, ଭାଇ କି ମୋବାଇଲ ଯୁଗ ହେଇଛି। ଆଉ କଲେଜ ପଢୁଆ ପିଲାଟା କଥା ଯାହା ନ କହିବା କଥା କହୁଛି। ମୋବାଇଲରେ ଏତେ ବିଜି ରହୁଥିଲା ସେ ଜାଣି ପାରିଲାନି ତା କ୍ଲାସ ପରୀକ୍ଷାଟି ଯାଇଛି। କି ମୋବାଇଲ ଯୁଗ ହେଇଛି, ଭାଇ କି ମୋବାଇଲ ଯୁଗ ହେଇଛି। ତାକୁ ଭଲ ବାଟେ ଯିଏ ନେଉଛି ତାର କେତେ ଉପକାର ପାଉଛି। ତାକୁ ଭଲ ବାଟେ ଯିଏ ନେଉଛି କେତେ ଉପକାର ପାଉଛି। ଯିଏ ଖରାପ ବାଟରେ ନେଉଛି ସେ ମଣିଷ ପଣରୁ ଯାଇଛି। କି ମୋବାଇଲ ଯୁଗ ହେଇଛି, ଭାଇ କି ମୋବାଇଲ ଯୁଗ ହେଇଛି। ସମସ୍ତଙ୍କୁ ଆଉ ଥରେ ସାଇ ନମସ୍କାର। କବିତା ଶେଷ ହେଲା। ବହୁତ ବହୁତ ଧନ୍ୟବାଦ ଭାଇ। ଆଉ ଥରେ ବି ଶୁଣିଥିଲି, ଆଜି ବି ବହୁତ ଭଲ ଲାଗିଲା, ସେଦିନ ବି ବହୁତ ଭଲ ଲାଗିଥିଲା। ଆପଣଙ୍କ କବିତା ପାଇଁ ପଦେ ରଖୁଛି, କେବଳ ପଦେ। ସତରେ କି ମୋବାଇଲ ଯୁଗ ହେଇଛି, ଛୋଟଠୁ ବଡ ଯାଏଁ ସମସ୍ତଙ୍କୁ ସେ ବାୟା କରିଛି। କିନ୍ତୁ ଏତିକି କହିବି ଯେ ମୋବାଇଲ ପାଇଁ ଆମେ ଭାଗବତ ଗୀତା ଶୁଣି ପାରୁଛୁ। କିଏ କୋଉ ବାଟରେ ଯାଉଛି ତା ମନ ଯାହାକୁ ଯୋଉଟା ଭଲ ଲାଗୁଛି। ଆଉ ମୋବାଇଲ ପାଇଁ ଆମେ ପରସ୍ପର ସହ ଯୋଡି ହେଇପାରୁଛୁ। ଅକ୍ଷୟମାଳା ମାଉସୀ ନିଶ୍ଚିନ୍ତ କୋଉଠି ନିଶ୍ଚିନ୍ତ। କୋଉଠି
ତେଣୁ ସେଇଥିପାଇଁ ତ ଭଲ ଲାଷ୍ଟ ପଦ ଥିଲା ଯିଏ ଭଲ ବାଟେ ତାକୁ ନେଉଛି ତାର କେତେ ଉପକାର ପାଉଛି, ଯିଏ ଖରାପ ବାଟରେ ନେଉଛି ସେ ମଣିଷ ପଣରୁ ଯାଉଛି କି ମୋବାଇଲ ଯୁଗ ହେଇଛି ଭାଇ କି ମୋବାଇଲ ଯୁଗ ହେଇଛି। ଆଗରୁ ବି ଶୁଣିଥିଲି ଏବେ ବି ଶୁଣିକି ସେଇ ଲୁଣି ଭଳିଆ ଲାଗିଲା, ସମାନ ବାସ୍ନା ଦେଲା। ଆଉ ବ୍ୟଙ୍ଗର ଛଟା ବି କଟାକ୍ଷର ଛଟା ବି ଯିଏ ବୁଝି ପାରିଥିବ समझदार का इशारा काफी है। तेणु ମଡର୍ଣ୍ଣ ଯୁଗର ଝିଅ ରାସ୍ତାରେ ଯାଉଛି, ମଡର୍ଣ୍ଣ ଯୁଗର ସଡନ ଝିଅ ପିନ୍ଧିଛି ଦେଖ ପେଣ୍ଟ। ରାସ୍ତାରେ ଯାଉଛି ମଡର୍ଣ୍ଣ ଯୁଗର ସଡନ ଝିଅ ପିନ୍ଧିଛି ଦେଖ ପେଣ୍ଟ। ତାର ଗୋଟେ ପେଣ୍ଟରେ 100 ଫଟା, ସେ ପିନ୍ଧି ଦେଖାଏ ତା ଛାଣ୍ଟେ, ସେ ପିନ୍ଧି ଦେଖାଏ ତା ଛାଣ୍ଟେ। ବୁଢା ମଉସାଟେ ଦେଖିଦେଲେ ତାକୁ ଦଣ୍ଡେ ହୋଇଗଲେ ଠିଆ। ବୁଢା ମଉସାଟେ ଦେଖିଦେଲେ ତାକୁ ଦଣ୍ଡେ ହୋଇଗଲେ ଠିଆ। ଗରିବ ଭିକାରୀ ଝିଅଟେ ଭାବି ସେ ଦୁଃଖରେ କହିଲେ ଆହା, ସେ ଦୁଃଖରେ କହିଲେ ଆହା। ଆଉ ସାଥିରେ ଥିଲେ ବୁଢୀ ମାଉସୀ। ସାଥିରେ ଥିଲେ ବୁଢୀ ମାଉସୀ ଝିଅକୁ ଦେଖି କହିଲେ ପାଉଛି ଯାହା ମୋ ଭତ୍ତା ଟଙ୍କା, ଦେବୀ ଟଙ୍କା କିଛି କିଣିବୁ ପେଣ୍ଟ। ତୁ ଦେଖାନି ଆଉ ତୋ ଗୋଡ ଫାଙ୍କା, ତୁ ଦେଖାନି ଆଉ ତୋ ଗୋଡ ଫାଙ୍କା। ଏତିକିରେ ସରିନେଇ, ଝିଅଟିର ପୁଣି ରିଆକ୍ସନ ଟା ଆରମ୍ଭ ହବ। ସବୁ କଥା ଶୁଣି ଝିଅଟି ଦଣ୍ଡେ ପାଖେ ଠିଆ ହେଲା ଆସି। ସବୁ କଥା ଶୁଣି ଝିଅଟି ଦଣ୍ଡେ ପାଖେ ଠିଆ ହେଲା ଆସି। ଆଉ ବ୍ରହ୍ମ ଚଣ୍ଡାଳ ରାଗେ ଗରଗର, ବୁଢୀ ଗାଲେ ଦେଲା କଷି, ସେ ବୁଢୀ ଗାଲେ ଦେଲା କଷି। ଝିଅଟି କହିଲା ନନସେନ୍ସ, ତୁମେ କଣ ଭାବୁଛ ଆମକୁ, ଆମେ ମଡର୍ଣ୍ଣ ଯୁଗର ସଡନ ଝିଅ, ଦେଖି ଲଜ୍ଜା ଲାଗୁଛି ତୁମକୁ। ଆଜ୍ଞା ଦେଖନ୍ତୁ କେଉଁଠି ପହଞ୍ଚିଲାଣି ଆମ ଏ ପବିତ୍ର ସଂସ୍କୃତି। ପୁଅ ପିନ୍ଧେ ଏଠି ଫୁଲ ପ୍ୟାଣ୍ଟ ସାର୍ଟ, ଆଉ ଝିଅ ଫୁଙ୍ଗୁଳାରେ ବୁଲନ୍ତି। ପୁଅ ପିନ୍ଧେ ଏଠି ଫୁଲ ପ୍ୟାଣ୍ଟ ସାର୍ଟ, ଆଉ ଝିଅ ଫୁଙ୍ଗୁଳାରେ ବୁଲନ୍ତି। ଆମେ ମଡର୍ଣ୍ଣ ଯୁଗର ସଡନ ଝିଅ, ଚାରିଆଡେ କହି ବୁଲନ୍ତି। ଆମେ ମଡର୍ଣ୍ଣ ଯୁଗର ସଡନ ଝିଅ, ଚାରିଆଡେ କହି ବୁଲନ୍ତି। ବହୁତ ବହୁତ ଧନ୍ୟବାଦ ଭାଇ। ବହୁତ ଧନ୍ୟବାଦ ଅପା, ଏଇ କବିତା ଟା ବହୁତ ଦିନଠୁ ଶୁଣିବା ପାଇଁ ଆଶା ଥିଲା ଆଉ ବହୁତ ଭଲ ଲାଗିଲା। ବହୁତ ବହୁତ ବଢିଆ ହେଇଛି। ଆପଣ ଦି ରିତୁ ବାବା ଜଣଙ୍କ ମୁଁ ପଦେ କହୁଛି ଏଇଠି। ହୁଁ ହଁ ବିପ୍ଳବୀ କବି ଜେମସ ଆନ୍ଥୋନୀ ସେ ସୁନ୍ଦର ଭାବରେ ଲେଖିଛନ୍ତି, ପୋଷାକ ପିନ୍ଧାରେ ଏଡେ ଯେ ଶରଧା, ଛାତି ପେଟ ଦିଶୁ ଅଛି ଅଧା ଅଧା। ପୋଷାକ ହେଉଛି ଏପରି ତିଆରି, ପୁଅ ଅବା ଝିଅ ହେଉନାହିଁ ବାରି। ପ୍ରକୃତରେ ଆମେ ପାଶ୍ଚାତ୍ୟ ଦେଶ ସଭ୍ୟତାକୁ ଗ୍ରହଣ କରିଛନ୍ତି। ଏଇଟାରେ ଅପା ଗୋଟେ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଆମ ସମାଜ ପାଇଁ। ଶେଷ ପଦଟି ଯୋଉ ଲେଖିଥିଲେ, ପୁଅ ଏଠି ଫୁଲ ପ୍ୟାଣ୍ଟ ପିନ୍ଧୁଥିଲା ବେଳେ ଝିଅ ହାଫ ପ୍ୟାଣ୍ଟ ପିନ୍ଧି ବୁଲୁଛି। ବାସ୍ତବିକ ଅପାଙ୍କୁ ସେଥିପାଇଁ ଆଉଥରେ ନମସ୍କାର। ନାଇଁ ମୋର ସେଇଟା ନଥିଲା ଯେ, ଆଜ୍ଞା ଦେଖନ୍ତୁ କେଉଁଠି ପହଞ୍ଚିଲାଣି ଆମ ଏ ପବିତ୍ର ସଂସ୍କୃତି। ପୁଅ ପିନ୍ଧେ ଏଠି ଫୁଲ ପ୍ୟାଣ୍ଟ ସାର୍ଟ, ଆଉ ଝିଅ ଫୁଙ୍ଗୁଳାରେ ବୁଲନ୍ତି। ଏଠି ଆଜ୍ଞା ଝିଅ ଆଜ୍ଞା ଫୁଙ୍ଗୁଳାରେ ବୁଲନ୍ତି। ଠିକ। ବହୁତ ବହୁତ ଧନ୍ୟବାଦ ବହୁତ ଅପା। ସୁନ୍ଦର। ଧନ୍ୟବାଦ ହେମନ୍ତ ଭାଇନା, ଦୁଇଟି ବାସ୍ତବବାଦୀ ଆଉ କଟାକ୍ଷ ଧର୍ମୀ କବିତା ପାଇଁ। ଆଉ ଟିକେ ଅକ୍ଷର ଖୋରାକ ବି ଦରକାର। ଆମେ କିନ୍ତୁ କାହାକୁ କାହାକୁ ଖରାପ କହିବା ଇଏ ନୁହେଁ, କାରଣ ସେମାନଙ୍କ ମାନସିକତା କାହାର ପରିବାରର ପ୍ରଣତି ଭଉଣୀ, ରୀତା ଭଉଣୀ ଏବଂ ସମସ୍ତଙ୍କୁ ମୋର ଅଶେଷ ଅଭିନନ୍ଦନ ଏବଂ ଶୁଭ ସନ୍ଧ୍ୟାର ଶୁଭେଚ୍ଛା। ମୋ କବିତା ଟିକେ ଭିନ୍ନ ପ୍ରକାର। ମୋ କବିତାର ଶୀର୍ଷକ ଚେହେରା। ତେବେ ଜୀବନରେ ଏମିତି ଏକ ସମୟ ଆସେ, ଯେତେବେଳେ ନିଜ ଚେହେରାଟା ନିଜର ଶତ୍ରୁ ହୋଇଯାଏ। ତେବେ ଜୀବନରେ ଏମିତି ଏକ ସମୟ ଆସେ, ଯେତେବେଳେ ନିଜ ଚେହେରାଟା ନିଜର ଶତ୍ରୁ ହୋଇଯାଏ। ମୁକୁରର ପ୍ରତିବିମ୍ବ ଖତେଇ ହୁଏ। ମନରେ ପ୍ରଶ୍ନ ଆସେ, ଏ ପ୍ରତିବିମ୍ବ କଣ ମୋର? ମନରେ ପ୍ରଶ୍ନ ଆସେ, ଏ ପ୍ରତିବିମ୍ବ କଣ ମୋର? ନିଜ ଉପରେ ହିଁ ନିଜର ବିରକ୍ତି ଭାବ ଲେସି ହୋଇଯାଏ। ଯେବେ ନିଜ ଚେହେରା ନିଜର ଶତ୍ରୁ ହୋଇଯାଏ, ଅନ୍ୟ କିଏ ବା କାହିଁକି ମିତ୍ରପଣେ ଆବରିବ? ଯେବେ ନିଜ ଚେହେରା ନିଜର ଶତ୍ରୁ ହୋଇଯାଏ, ଅନ୍ୟ କିଏ ବା କାହିଁକି ମିତ୍ରପଣେ ଆବରିବ? ସ୍ମିତ ହାସ୍ୟ ଚେଷ୍ଟା ନିଃଶବ୍ଦ ବିକଟାଳ ବଦନ। ଓଷ୍ଠଠାରୁ ଛୁଟୁ ନାହିଁ ଆଉ ସ୍ମିତ ହାସ୍ୟ। ଚେଷ୍ଟା ସୃଜେ ନିଃଶବ୍ଦ ବଦନ। କୋମଳ ବିନୟ ବଚନ ଚେଷ୍ଟା କଲେ ସ୍ଫୁରୁ ନାହିଁ। କିଏ ଅବା ତୋଷ ହବ କିଆଁ, କିଏ ଅବା ତୋଷ ହବ କିଆଁ? ତେବେ ଶେଷ ଶ୍ୱାସ ଯାଏ କେବଳ କଣ ଏଇ ରୁକ୍ଷତା ହିଁ ସାଥୀ?
ତେବେ ଶେଷ ଶ୍ୱାସ ଯାଏଁ କେବଳ କ'ଣ ଏଇ ରୁକ୍ଷତା ହିଁ ସାଥୀ? ହଁ, ସାରା ସଂସାର ଶତ୍ରୁ ହୋଇଯାଉ ଚିନ୍ତା ନାହିଁ ଦୁଃଖ ନାହିଁ। ସାରା ସଂସାର ଶତ୍ରୁ ହୋଇଯାଉ ଚିନ୍ତା ନାହିଁ ଦୁଃଖ ନାହିଁ। ସଂସାର ପାଇଁ ମୋ ଚେହେରାରେ ପୁଟ ବୋଳି ପାରିବିନି। ସଂସାର ପାଇଁ ମୋ ଚେହେରାରେ ମୁଁ ପୁଟ ବୋଳି ପାରିବିନି। ଭେଜାଲ ଦୁନିଆରେ ଭେଜାଲ ପଣିଆ ଆଉ କିଞ୍ଚିତ ମାତ୍ର ବଢ଼ାଇ ବି ପାରିବିନି। ଭେଜାଲ ଦୁନିଆରେ ଭେଜାଲ ପଣିଆ କିଞ୍ଚିତ ଚେଷ୍ଟା କଲେ ସ୍ଫୁରୁ ନାହିଁ କିଏ ଅବା ତୋଷ ହବ କିଆଁ? କୋମଳ ବିନୟ ବଚନ ଚେଷ୍ଟା କଲେ ସ୍ଫୁରୁ ନାହିଁ କିଏ ଅବା ତୋଷ ହବ କିଆଁ? ତେବେ ଶେଷ ଶ୍ୱାସ ଯାଏଁ କେବଳ ରୁକ୍ଷତା ହିଁ କ'ଣ ସାଥୀ? ଶେଷ ଶ୍ୱାସ ଯାଏଁ କେବଳ ରୁକ୍ଷତା ହିଁ କ'ଣ ସାଥୀ? ହଁ, ସାରା ସଂସାର ଶତ୍ରୁ ହୋଇଯାଉ ଚିନ୍ତା ନାହିଁ ଦୁଃଖ ନାହିଁ। ସଂସାର ପାଇଁ ମୋ ଚେହେରାରେ ପୁଟ ବୋଳି ପାରିବିନି। ଭେଜାଲ ଦୁନିଆରେ ମୁଁ ଭେଜାଲ ପଣିଆ କିଞ୍ଚିତ ମାତ୍ର ବଢ଼ାଇ ପାରିବିନି। କେବଳ ନୈତିକତାକୁ ସାଥୀ କରି ଜୀଇଁଥିଲି ଆ ମୃତ୍ୟୁ ସେହି ନୈତିକତାକୁ ଜାବୁଡ଼ି ଧରିଥିବି। ଆ ମୃତ୍ୟୁ ସେହି ନୈତିକତାକୁ ଜାବୁଡ଼ି ଧରିଥିବି। ତାକୁ ହିଁ ସଖା ସୋଦର ବନ୍ଧୁ ମନେକରି ଜୀଇଁଥିବି। ହଁ, ଶବ ହେବା ଯାଏଁ ନୈତିକ ମୂଲ୍ୟବୋଧକୁ ସାଥୀ କରିଥିବି। ହଁ, ମୁଁ ଶବ ହେବା ଯାଏଁ ନୈତିକ ମୂଲ୍ୟବୋଧକୁ ସାଥୀ କରିଥିବି। ସୁନା ଚିହ୍ନେ ବଣିଆ ଗୁଣ ଚିହ୍ନେ ଗୁଣିଆ ଚିହ୍ନିବା ଲୋକ ମୋ ଚେହେରାରେ ନୈତିକତାର ଝଲକ ପଢ଼ିବ। ନୀତିବାନ ବ୍ୟକ୍ତି ହିଁ ଉଲ୍ଲସିତ ହେବ। କେବଳ ନୀତିବାନ ବ୍ୟକ୍ତିଟି ଉଲ୍ଲସିତ ହେବ। ମୂଲ୍ୟବୋଧକୁ ବିକି ଚାଟୁ ବାକ୍ୟ କହି ଯେଉଁମାନେ ବଡ଼ ହେବା କଥା ହୁଅନ୍ତୁ। ମୂଲ୍ୟବୋଧକୁ ବିକି ଚାଟୁ ବାକ୍ୟ କହି ଯେଉଁମାନେ ବଡ଼ ହେବା କଥା ହୁଅନ୍ତୁ। ଆଲିଶାନ ବଙ୍ଗଳାରେ ତୁଳି ତଳ୍ପ ସେଜେ ଶୋଇ ରଙ୍ଗୀନ ସପନେ ବୁଡ଼ନ୍ତୁ। ଆଲିଶାନ ବଙ୍ଗଳାରେ ତୁଳି ତଳ୍ପ ସେଜେ ଶୋଇ ରଙ୍ଗୀନ ସପନେ ବୁଡ଼ନ୍ତୁ। ସୁରା ଓ ସାକିରେ ପ୍ରମୋଦ କରନ୍ତୁ। ଖବରକାଗଜ ପୃଷ୍ଠାରେ ନିଜ ଛବି ମଣ୍ଡନ କରି ବାହାବା ନିଅନ୍ତୁ। ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମର ନାୟକ ହୋଇଯାଆନ୍ତୁ। ସେତିକି ମୋର ପରବାଏ ନାହିଁ। ସେତିକି ମୋର ପରବାଏ ନାହିଁ ଭ୍ରୂକ୍ଷେପ ନଥିଲା କି ନାହିଁ। ସେତିକି ମୋର ପରବାଏ ନାହିଁ ଭ୍ରୂକ୍ଷେପ ନଥିଲା କି ନାହିଁ। କେବଳ ନୈତିକତା ହିଁ ସାଥୀ ମୋର। କେବଳ ନୈତିକତା ହିଁ ସାଥୀ ମୋର। ଜୟ ଜଗନ୍ନାଥ। ଧନ୍ୟବାଦ। ଜୟ ଜଗନ୍ନାଥ। ବହୁତ ସ୍ନେହ ଆଉ ସମସ୍ତ ଗୁରୁଜନ ମାନଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଆଉ ସାନମାନଙ୍କୁ ମୋର ଶୁଭେଚ୍ଛା। ଆଜିର କବିତା ଆସରରେ ମୋର କବିତା ଶୀର୍ଷକ ହେଲା କୃଷ୍ଣ ପ୍ରେମ ସାର। କୃଷ୍ଣ ପ୍ରେମେ ମନ ଦିଅଲ ସଜନି କୃଷ୍ଣ ପ୍ରେମେ ମନ ଦିଅ। କୃଷ୍ଣ ପ୍ରେମେ ମନ କୃଷ୍ଣ ପ୍ରେମଟି ସାରଲ ସଜନି ଆଉ ସବୁ କଥା ଦୂର। କୃଷ୍ଣ ପ୍ରେମେ ମନ ଦିଅଲ ସଜନି କୃଷ୍ଣ ପ୍ରେମେ ମନ ଦିଅ। କୃଷ୍ଣ ପ୍ରେମଟି ସାରଲ ସଜନି ଆଉ ସବୁ କଥା ଦୂର। ଭାବକୁ ଭେଟ ଅଭାବକୁ ଦୂର ଚିନ୍ତ ନୀତି କୃଷ୍ଣ ତୋର। କୃଷ୍ଣ ନାମ ଧରି କୃଷ୍ଣ ଗୁଣ ଗାଇ ତରି ଯିବ ଏ ଭବ ସାଗର। ଜୀବ ଗଲା ବେଳେ କେହି ଯିବେ ନାହିଁ ପୁତ୍ର କନ୍ୟା ପ୍ରିୟା ପ୍ରୀତି। ଏକା କୃଷ୍ଣ ନାମ ସଙ୍ଗେ ଯିବ ତୋର ନଥିବ ତୋ ପାଇଁ ଡର। କୃଷ୍ଣ ପ୍ରେମେ ମନ ଦିଅଲ ସଜନି କୃଷ୍ଣ ପ୍ରେମେ ମନ ଦିଅ। 16 ସହସ୍ର ଗୋପ ନାରୀ ସେ ଗୋପ ନାରୀ ବଡ଼ ଚାତୁରୀ ଲୋ ନଥିଲା ତାଙ୍କର ଆସକ୍ତି। ଶୟନେ ସପନେ ଅବା ଜାଗରଣେ କୃଷ୍ଣ କୃଷ୍ଣ ଭଜୁଥିଲେ। କୃଷ୍ଣ ନାମକୁ ସଦା ସର୍ବଦା ହୃଦୟରେ ଲେଖୁଥିଲେ।
କୃଷ୍ଣ ନାମ ଗାଇ କୃଷ୍ଣ କୃଷ୍ଣ ଜପି ସଜନି ଲୋ କୃଷ୍ଣ ନାମ ଗାଇ କୃଷ୍ଣ କୃଷ୍ଣ ଜପି ତୋରି ଯିବୁ ତୁ ବୋଲେ ସଜନି ଲୋ ତୋରି ଯିବୁ ତୁ ବୋଲେ। ଉପସ୍ଥିତ ଥିବା ସମସ୍ତଙ୍କୁ ମୋର ସାରସ୍ୱତ ପ୍ରଣାମ। ମୋର କବିତାର ଶୀର୍ଷକ ଜଗତ କଲ୍ୟାଣ। ମାନବ ଜୀବନ ଅଟଇ ଦୁର୍ଲଭ, ଭଲ କାମ କରି ଯିବା, ଅନ୍ୟର ଆଖିରୁ ଲୁହ ପୋଛି ଦେଇ ହସ ମୁଖେ ଫୁଟାଇବା, ହସ ମୁଖେ ଫୁଟାଇବା, ସତ୍ୟ ପଥେ ଚାଲି ଜଗତ ହିତରେ, ସତ୍ୟ ପଥେ ଚାଲି ଜଗତ ହିତରେ ସଦା ଜୀବନ ଧରିବା, ସତ୍ୟ ଶାନ୍ତି ମୈତ୍ରୀ ସୂତ୍ରରେ ସଭିଙ୍କୁ, ସତ୍ୟ ଶାନ୍ତି ମୈତ୍ରୀ ସୂତ୍ରରେ ସଭିଙ୍କୁ ଭାଇଚାରାରେ ବାନ୍ଧିବା, ଜଗତ ଉନ୍ନତି ପାଇଁ ସଦାବେଳେ କର୍ତ୍ତବ୍ୟରେ ରତ ହେବା, କର୍ତ୍ତବ୍ୟରେ ରତ ହେବା, ଦୁଃଖୀରଙ୍କି ଦେଖି ସାହାଯ୍ୟ କରିଣ, ଦୁଃଖୀରଙ୍କି ଦେଖି ସାହାଯ୍ୟ କରିଣ, ମନେ ପ୍ରଶାନ୍ତି ଭରିବା, ମନେ ପ୍ରଶାନ୍ତି ଲଭିବା, ଜାତିର ଉନ୍ନତି ଦେଶର ଉନ୍ନତି ପାଇଁ ଜୀବନ ଧରିଣ, ସଭିଙ୍କ ମୁଖରେ ହସ ଭରିଦେଲେ ହେବ ଜଗତ କଲ୍ୟାଣ, ସଭିଙ୍କ ମୁଖରେ ହସ ଭରିଦେଲେ ହେବ ଜଗତ କଲ୍ୟାଣ, ପରିବେଶ ସ୍ୱଚ୍ଛ ରଖିବା ଆମେରେ ବୃକ୍ଷଲତା ଲଗାଇବା, ବୃକ୍ଷଲତା ଲଗାଇବା, ଜଗତ କଲ୍ୟାଣ ହୋଇବ ଏଥିରେ, ଜଗତ କଲ୍ୟାଣ ହୋଇବ ଏଥିରେ ଆମେରେ ସୁସ୍ଥ ରହିବା, ବୃକ୍ଷ ଲଗାଇଲେ ଘୁଞ୍ଚିବ ଦୁର୍ଗତି, ଗ୍ରୀଷ୍ମ ତାପନ ବାଧିବ, ଗ୍ରୀଷ୍ମ ତାପନ ବାଧିବ, ଶୁଦ୍ଧ ଅମ୍ଳଜାନ ତାଠାରୁ ପାଇଲେ ଜଗତ କଲ୍ୟାଣ ହେବ, ପ୍ରକୃତି ହସିବ ନାନା ଜାତି ଫୁଲେ, ପ୍ରକୃତି ହସିବ ନାନା ଜାତି ଫୁଲେ, ଶୋଭା ତାର ପ୍ରକାଶିବ, ବୃଷ୍ଟିହୀନ ଆଉ ହେବ ନାହିଁ ଧରା, ବୃଷ୍ଟିହୀନ ଆଉ ହେବ ନାହିଁ ଧରା, ଶସ୍ୟ କ୍ଷେତରେ ଭରିବ, ଜଗତ କଲ୍ୟାଣ ପାଇଁ ଯେତେ ସବୁ ପଦକ୍ଷେପ ଆମେ ନବା, ଜଗତ କଲ୍ୟାଣ ପାଇଁ ଯେତେ ସବୁ ପଦକ୍ଷେପ ଆମେ ନବା, ପ୍ରାଣୀଙ୍କର ହିତ ଜଗତର ହିତ ପାଇଁ ଜୀବନ ଧରିବା, ଜଗତ କଲ୍ୟାଣ କରିବା ପାଇଁ କି ସଭିଙ୍କୁ ପ୍ରେରଣା ଦବା, ସଭିଙ୍କୁ ପ୍ରେରଣା ଦବା, ଜଗତ କଲ୍ୟାଣ ହୋଇଲେ ଆମେରେ ସୁଖ ଶାନ୍ତିରେ ରହିବା, ଜଗତ କଲ୍ୟାଣ ହୋଇଲେ ଆମେରେ ସୁଖ ଶାନ୍ତିରେ ରହିବା, ସୁଖ ଶାନ୍ତିରେ ରହିବା। ଧନ୍ୟବାଦ। ନରଦେହ ନାରାୟଣ ଖୁସିବା, ଚାଲନ୍ତୁ ଜଗତ କଲ୍ୟାଣ କରିବା। ବହୁତ ସୁନ୍ଦର ବାର୍ତ୍ତାବହ କବିତାଟି ଥିଲା। ଆପଣଙ୍କର ସମସ୍ତ ଖୁସିର ବହୁତ କବିତା ପାଇଁ ବହୁତ ବହୁତ ଧନ୍ୟବାଦ ଅପା। ହ୍ୟାଲୋ। ଆଜ୍ଞା ମ୍ୟାଡାମ। ହଁ ଶୁଭୁଛି ଶୁଭୁଛି। କବି ନହେଲେ ବି କବିତା ଲେଖିବି। କବିତା ଲେଖି ମୁଁ ବୋଧ ନାମ ହେଲି, ସାଉଁଟି ସାଉଁଟି ଶବ୍ଦ ଖୁସିରେ ପିଇଲି ରଙ୍ଗିନୀ ପାଣିକୁ, କିଛି ଭାବି ନେଲେ ମଦ, ସତେ ବା ପିଆଲା କାଗଜଟା ଥିଲା ହାତରେ ମୁଁ ଫର୍ଦ୍ଦ ଫର୍ଦ୍ଦ ଢାଳି ଦେଉଥିଲି ଭାଷା ସୁଧାରସ, ଶୁଦ୍ଧ ସୁରା କଲେ ସିଦ୍ଧ, କରମ ମୋ ଥିଲା ସରମ ବିହୀନ, ସହିଲି ହୋଇ ନିଃଶବ୍ଦ, କରିଲେ ସାବ୍ୟସ୍ତ ମୁହିଁ ନିଶାଗ୍ରସ୍ତ, ଭାବି ନେଲି ଭାଗ୍ୟ ମନ୍ଦ, ନିଜେ ଲେଖି ଦେଇ ନିଜେ ମୁଁ ପଢ଼ିଲି, ନଥିଲେ ତ ଶ୍ରୋତା ବୃନ୍ଦ, ତାଳି ଶୁଣିନି କି ଗାଳି ବି ଶୁଣିନି, ଶୁଣିଲିନି ଭଲ ମନ୍ଦ, ପଛରେ ନିନ୍ଦୁକ ନିନ୍ଦା କରୁଥିଲେ, ଯୋଡ଼ିବି ଶେଷଣ ଶବ୍ଦ, ନିରୁତ୍ସାହୀ ଜନ ସେ ପାଠକ ଗଣ, କିଏ ଶୁଣାଇବ ଗଦ, ନ ଶୁଣିଲେ ନାହିଁ କାର ପ୍ରଶଂସା, ମନରେ ଫୁଟେ କୁମୁଦ, ନିନ୍ଦୁକ ବିହୀନ ଗାଁ ନାହିଁ ଭାବି, ଲେଖାରେ ବାନ୍ଧିନି ବନ୍ଧ, ନିର୍ମଳ ଭାବରେ ଲେଖେ ଆନନ୍ଦରେ, ଭାବେ ହୋଇ ଗଦ ଗଦ, ଶତ ପ୍ରତିଶତ ପ୍ରଚେଷ୍ଟାରେ ହାତ
ଲେଖେ ଯୋଡ଼ି ଯୋଡ଼ି ଶବ୍ଦ କିଏ କରୁ ନିନ୍ଦା ବଦନାମ ଯେତେ ମୋ ମନେ ନ ଆସୁ ଖେଦ ମାତାଲ ହେଉ ମୋ ହାତର କଲମ ନିଶାଖର ବିଶାରଦ ନ ମିଳୁ ପଛକେ କବି ପଦ ମୋତେ ମନରେ ମିଳୁ ଆନନ୍ଦ ଗାଳି ଅପନିନ୍ଦା ଚଳୁ କରି ଯାଏ ଲେଖେ ମୁଁ ସାଉଁଟି ଶବ୍ଦ ଲେଖେ ମୁଁ ସାଉଁଟି ଶବ୍ଦ। ଜୟ ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ଯୋଉ କବି ମାନଙ୍କ ଭିଡ ଜମିଛି ଭାଇଙ୍କ କବିତା କଟାକ୍ଷ ତାଙ୍କରି ପାଇଁ ହେଇଛି, ମୁଁ ଜାଣିପାରୁଛି। ହଁ, ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ବହୁତ ସୁନ୍ଦର କବିତା ଆଜି ସମସ୍ତେ ପାଠ କରିଛନ୍ତି। କବିର ସତେକି ବିଚିତ୍ର ଭାବନା, ଆପଣା ଭାବକୁ ଆପେ ବି ଜାଣେ ନା। ମାଟିର ଶିଳ୍ପୀ ସେ ମାଟିର ମଣିଷ, ମୁଗ୍ଧ କରେ ତାକୁ ମାଟିର ନିଃଶ୍ୱାସ। ତେଣୁ କବିର ପ୍ରତ୍ୟେକ କବିଙ୍କର ସୃଷ୍ଟି ଆଜି ବହୁତ ସୁନ୍ଦର। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ରଖିବି ଡକ୍ଟର କୁମାର ଗୋପାଳଙ୍କର କବିତାର ଶୀର୍ଷକ କିଛି ଛାଡ଼ିଲ କି ପଛରେ। ସ୍ତ୍ରୀ, ସେ ଦେଇଛନ୍ତି କେତୋଟି ପାଖୁଡ଼ା ଦେଇଛନ୍ତି। ପ୍ରଥମେ ରଖିଛନ୍ତି ସ୍ତ୍ରୀ। ଆୟା ପାଖେ ଛାଡ଼ି କଅଁଳା ଶିଶୁକୁ ଅଫିସକୁ ଯେବେ ବାହାରେ, ପଚାର ଇ ଆୟା ସବୁ ନେଇଛ ତ ଛାଡ଼ି ନାଅ କିଛି ପଛରେ। ଯାହା ପାଇଁ ଖଟି ରୋଜଗାର କରେ ତାକୁ ତ ଛାଡ଼ିଲି ପଛରେ, ଯାହା ପାଇଁ ଖଟି ରୋଜଗାର କରେ ତାକୁ ତ ଛାଡ଼ିଲି ପଛରେ, ଚାବି ପର୍ସ ଆଉ ମୋବାଇଲ ଫୋନ ଏସବୁକୁ କିଏ ପଚାରେ। ଦ୍ୱିତୀୟ ପାଖୁଡ଼ା ଝିଅ। ଝିଅ ବାହାଘର ସାରି କନ୍ୟା ପିତା ମଣ୍ଡପ ଛାଡ଼ିବା ବେଳରେ, ଝିଅ ବାହାଘର ସାରି କନ୍ୟା ପିତା ମଣ୍ଡପ ଛାଡ଼ିବା ବେଳରେ, ଭଉଣୀ ପଚାରେ ଦେଖିନିଅ ଭାଇ ଛାଡ଼ିଲ କି କିଛି ପଛରେ, ଭଉଣୀ ପଚାରେ ଦେଖିନିଅ ଭାଇ ଛାଡ଼ିଲ କି କିଛି ପଛରେ। ବାପା ଭାବୁଥାଏ ଝିଅ ଚାଲିଗଲା ବନ୍ଧନ ରହିଲା ପଛରେ, ବାପା ଭାବୁଥାଏ ଝିଅ ଚାଲିଗଲା ବନ୍ଧନ ରହିଲା ପଛରେ, ବାକି ଯଦି କିଛି ଜିନିଷ ରହିଲା ମୂଲ୍ୟହୀନ ଝିଅ ଆଗରେ, ସେ ମୂଲ୍ୟହୀନ ଝିଅ ଆଗରେ। ତୃତୀୟ ପାଖୁଡ଼ା ଚାକିରି। ଅବସର ଦିନ ସମ୍ବର୍ଦ୍ଧନା ପରେ ପିଅନଟା ଆସି ପଚାରେ, ଅବସର ଦିନ ସମ୍ବର୍ଦ୍ଧନା ପରେ ପିଅନଟା ଆସି ପଚାରେ, ଟେବୁଲ ଡ୍ରୟର ଦେଖନ୍ତୁ ସାରେ ରହିଲା କି କିଛି ପଛରେ, ଟେବୁଲ ଡ୍ରୟର ଦେଖନ୍ତୁ ସାରେ ରହିଲା କି କିଛି ପଛରେ। ସାର୍ ଭାବୁଥାନ୍ତି 36 ବରଷ ସ୍ମୃତି ରହିଗଲା ପଛରେ, ସାର୍ ଭାବୁଥାନ୍ତି 36 ବରଷ ସ୍ମୃତି ରହିଗଲା ପଛରେ, ଡାଇରୀ କଲମ ଚଷମାର ଖୋଳ ଏସବୁକୁ କିଏ ପଚାରେ, ଆଉ ଏସବୁକୁ କିଏ ପଚାରେ। ପୁଅ, ପୁଅ ପାଠ ପଢ଼ି ଚାକିରି କରିଲା ରହିଗଲା ଆମେରିକାରେ, ପୁଅ ପାଠ ପଢ଼ି ଚାକିରି କରିଲା ରହିଗଲା ଆମେରିକାରେ, ବିଦେଶିନୀ ଝିଅ ବାହା ହୋଇଗଲା ପଡ଼ି ପରିସ୍ଥିତି ଚାପରେ, ନାତି ଦେଖିବାକୁ ଆମେରିକା ଗଲେ ପତି ପତ୍ନୀ ଦୁହେଁ ପ୍ଲେନରେ, ପୁଅ ପଚାରୁଛି ଫେରିବା ବେଳକୁ କିଛି ଛାଡ଼ିଲ କି ପଛରେ। ସାରା ଜୀବନର ଅର୍ଜିଥିବା ଧନ ପୁଅ ରହିଗଲା ପଛରେ, ସାର୍ଟ ପ୍ୟାଣ୍ଟ ଆଉ ଧୋତି ଓ ଗାମୁଛା ଏସବୁକୁ କିଏ ପଚାରେ, ଆଉ ଏସବୁକୁ କିଏ ପଚାରେ। ବାପା, ବାପାଙ୍କର ଶବ ଦାହ କରିସାରି ଘରକୁ ଫେରିବା ବେଳରେ, ବାପାଙ୍କର ଶବ ଦାହ କରିସାରି ଘରକୁ ଫେରିବା ବେଳରେ, ଲେଉଟି ଆସଇ ଜୁଇର ପାଖରୁ ପୁଅ ଲୁହ ନେଇ ଆଖିରେ, ଲେଉଟି ଆସଇ ଜୁଇର ପାଖରୁ ପୁଅ ଲୁହ ନେଇ ଆଖିରେ। ପଚାରଇ ସାଙ୍ଗ ଛାଡ଼ିଲୁ କି କିଛି, ପଚାରଇ ସାଙ୍ଗ ଛାଡ଼ିଲୁ କି କିଛି, କିଛି ରହିଗଲା ପଛରେ, ସବୁ ଚାଲିଗଲା ବାପାଙ୍କ ସାଥିରେ, କଥା ରହିଗଲା ସ୍ମୃତିରେ, ସବୁ ଚାଲିଗଲା ବାପାଙ୍କ ସାଥିରେ, କଥା ରହିଗଲା ସ୍ମୃତିରେ। ଶେଷରେ ରହିଲା ଜୀବନ। ଡାକରା ଆସିଲେ ଯିବାକୁ ପଡ଼ିବ, ଡାକରା ଆସିଲେ ଯିବାକୁ ପଡ଼ିବ କିଛି ନେବା ନାହିଁ ସାଙ୍ଗରେ, ଡାକରା ଆସିଲେ ଯିବାକୁ ପଡ଼ିବ କିଛି ନେବା ନାହିଁ ସାଙ୍ଗରେ, ମମତାର ଡୋରି ଛିଡ଼ିଯିବ ଦିନେ ସବୁ ରହିଯିବେ ପଛରେ, ମମତାର ଡୋରି ଛିଡ଼ିଯିବ ଦିନେ ସବୁ ରହିଯିବ ପଛରେ। ଏବେ ବି ସମୟ ରହିଛି ହାତରେ, ଏବେ ବି ସମୟ ରହିଛି ହାତରେ, ବାନ୍ଧ ସ୍ନେହ ପ୍ରେମ ରଜ୍ଜୁରେ, କିଏ ଜାଣେ କେବେ ଯିବାକୁ ପଡ଼ିବ ସବୁ ଛାଡ଼ି ଦେଇ ପଛରେ, କିଏ ଜାଣେ କେବେ ଯିବାକୁ ପଡ଼ିବ ସବୁ ଛାଡ଼ି ଦେଇ ପଛରେ। ଏ ଥିଲା ଡକ୍ଟର କୁମାର ଗୋପାଳଙ୍କର ଏକ ବିରହ ବେଦନା, ଦୁଃଖ, ସାଂସାରିକ ଜଞ୍ଜାଳର ଯେଉଁ କବିତା। ଏ କବିତା ଭିତରେ ମୁଁ ନିଜକୁ ହଜିଥିଲି, ମୁଁ ନିଜକୁ ଭିଜିଥିଲି,
मो अनुभव को ता भितर अनुभव करथिली मो मो स्मृति को भी मु ता भितर खोजुथिली मो बापा को खोजुथिली मो जीवन को खोजुथिली सब किछि तारी भितर खोजुथिली शेष पदटा भारी दुख लागिथिला डाकरा आसिले जीवाकू पड़िबो किछि नेबा नाही संगरे ममतार डोरी छिड़ी जीव दिने सबु रही जीव पछरे एबे भी समय रहिछि हातरे बांध स्नेह प्रेम रज्जुरे किए जाने केबे जीवाकू पड़िबो सबु छाड़ी देई पछरे आ सबु छाड़ी देई पछरे दुनिया रे समस्ते जीवे कविता ଆଉ ଆପଣ ଆସିଛନ୍ତି ଆମେ ଟିକେ ଟିକେ ଲାଗିଲା ବାପା ଆମେ ସମସ୍ତେ ଆସିଛନ୍ତି ସମସ୍ତେ ବି ଯିବା ତେଣୁ ଏ ଯିବା ଆଉ ଆସିବା ଭିତରେ ଆମେ ନେବା ନେଇ କିଛି ଆମେ ଚାଲିଯିବା ସେଥିପାଇଁ ତ ମୁଁ ଗୋଟେ ପଦ ରଖିଥିଲି ମୋ କବିତାରୁ ପଦଟିଏ ମୁଁ ରଖିବି ଆଜି ଅଛି କାଲି ଥିବି କି ନଥିବି ଥିବ ମୋ ସ୍ନେହ ମମତା ମୋ ସ୍ନେହ ମମତା ଗୁଣୁ ଗୁଣୁ ହୋଇ କାନେ କହୁଥିବ କଥା କାନେ କହୁଥିବ କଥା ବିଭୁ ଠାରୁ ମାଗି ଅସରନ୍ତି ସ୍ନେହ ଆଣିଛି ମାପ ଶ୍ରଦ୍ଧା ବାଣ୍ଟି ଦେବି ଅଯାଚିତେ ମୁଁ ସଭିଙ୍କୁ ମାନିବିନି କାର ବାଧା ଆସୁ ଯେତେ ଝଡ଼ ହେବ ନାଇଁ ବାଡ଼ ରଖିବି ସ୍ନେହ ମମତା ମୋ ସ୍ନେହ ମମତା ଗୁଣୁ ଗୁଣୁ ହୋଇ କାନେ କହୁଥିବ କଥା ଆଜି ଅଛି କାଲି ଥିବି କି ନଥିବି ଥିବ ମୋ ସ୍ନେହ